ରାଉରକେଲାରୁ ଯାଜପୁର ଟାଉନ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ପ୍ରମିଳା କୋଚ୍ 143 ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ 1 କିଲୋମିଟର ପରିଧି ମଧ୍ୟରେ ଥିବା ଲୋକ ପ୍ରଚଣ୍ଡ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍ଟି ଡିଭାଇଡର ଡେଇଁ ଅପର ପାର୍ଶ୍ୱରେ ଯାଉଥିବା ଏକ ହାଇୱାକୁ ଧକ୍କା ଦେଇଥିଲା। ହାଇୱା ଚାଳକ ଚାପି ହୋଇ ମୃତ୍ୟୁ ହୋଇଥିବା ବେଲେ ବସ୍ର ହେଲ୍ପର ଆଉ ଜଣେ ଚାଳକ ମାନସ ପଣ୍ଡା ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ବସ୍ରେ ଦୀର୍ଘ ସମୟ ଧରି ବାଇନ୍ ନାମକ ଚାଳକ ଚାପି ହୋଇ ରହିଥିଲା। ଖବର ପାଇ 3ଟି ଅଗ୍ନିଶମ ବାହିନୀ ଗ୍ୟାସ୍ କଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ଯାତ୍ରୀଙ୍କ ମଧ୍ୟରେ 20 ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ରାଉରକେଲା ଓ ଲହୁଣୀପଡ଼ା ପଠାଯାଇଛି। ଚାନ୍ଦିପୋଷ ପୋଲିସ ଓ ସ୍ଥାନୀୟ ବାସିନ୍ଦା ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତଙ୍କ ମଧ୍ୟରେ 4 ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଦୁର୍ଘଟଣା ପରେ ବିସ୍ଫୋରକ ଭଳି ଶବ୍ଦ ଶୁଭିଲା ବୋଲି ଯାତ୍ରୀମାନେ କହିଛନ୍ତି। ବଣାଇରୁ ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଏମ୍ ଓଡ଼ିଆ।